ନମସ୍କାର। ଆଜି ଆପଣଙ୍କ ପାଇଁ ନୂତନ ସ୍ୱାଦର କବିତାଟିଏ ନେଇକି ଆସିଛି। ସେକାଳର ଗୁରୁକୁଳ ଆଜିର ବିଦ୍ୟାଳୟ। ସେକାଳର ଗୁରୁକୁଳ ଆଜିର ବିଦ୍ୟାଳୟ। ଗୁରୁକୁଳେ ଗୁରୁ ଥିଲେ ଦ୍ୱିତୀୟ ଈଶ୍ୱର। ଥିଲେ ପୁଣି ପିତା ମାତା ବ୍ରହ୍ମା ବିଷ୍ଣୁ ମହେଶ୍ୱର। ସର୍ବଗୁଣେ ଭରା ଥିଲେ ଗୁରୁ ଦେବ ନମୋ ନମ। ଜ୍ଞାନ ଧର୍ମ ସର୍ବବିଦ୍ୟା ଶିଖୁଥିଲେ ଶିଷ୍ୟଗଣ। ସ୍ନେହ ଶ୍ରଦ୍ଧା ଭକ୍ତି ଭାବେ ଗୁରୁ ଶିଷ୍ୟ ବନ୍ଧା ଥିଲେ। ଗୁରୁ ଶିକ୍ଷା ଲାଭ କରି ରାମକୃଷ୍ଣ ଜଗତେ ବିଖ୍ୟାତ ହୋଇଲେ। ରାମାୟଣ ଯୁଗରୁ ଗୁରୁ ପରମ୍ପରା ରହିଛି ବିଖ୍ୟାତ ହୋଇ। ଆଜି ମଧ୍ୟ ଗୁରୁପାଦେ ଶିଷ୍ୟ ନମୁଥାଇ। ସେହି ଗୁରୁକୁଳ ଆଜି ବିଦ୍ୟାଳୟ ରୂପେ ମଥା ଟେକି ଠିଆ ହୋଇଛି ଦମ୍ଭରେ ଗରବେ। ନୂଆ ନୂଆ ଶିକ୍ଷା ଦେଇ ଛାତ୍ରଛାତ୍ରୀ ଗଣେ ସୁନାମ ସୁବାସ ବାଣ୍ଟୁଅଛି ସାରା ଜଗତରେ। ସାହିତ୍ୟ ବିଜ୍ଞାନ କଳା ଧର୍ମ ସଂସ୍କୃତି ନୃତ୍ୟ ଗୀତ ଯୋଗ ପ୍ରାଣାୟାମ ଶିଖୁଛନ୍ତି ଜିମ୍ନାଷ୍ଟିକ। ସର୍ବଗୁଣେ ସୁସମ୍ପନ୍ନ ହୋଇ ଛାତ୍ରଛାତ୍ରୀଗଣ ସାରା ପୃଥିବୀରେ ରଖେ ଦେଶ ଜାତିର ସମ୍ମାନ। ଗୁରୁ ଛାତ୍ର ଏକ ଆତ୍ମା ଏକ ଭାବେ ରତ। ଦୁହେଁ ଦୁହିଁଙ୍କର ହୋଇ କରୁଥାନ୍ତି ଜଗତର ହିତ। ଦୁହେଁ ଦୁହିଁଙ୍କର ହୋଇ କରୁଥାନ୍ତି ଜଗତର ହିତ। ନମସ୍କାର। ରହିଲି। ପୁଣି ନୂଆ କବିତାଟିଏ ଆଣିକି ଆସିବି। ଆଜି ଏତିକି। ରହୁଛି। ନମସ୍କାର।